आयुषଙ୍କର ଦେଖନ୍ତୁ ଲହୁଣୀ ଚୋର କେମିତି ଏ କିଏ ସେ ନୂଆ ବୋଉଟି କିଏ ସେ ଆଉ ଆପଣମାନଙ୍କୁ କେମିତି ଲାଗୁଛି କାହ୍ନା ବେଶ। ନମସ୍କାର, ଜୟ ଜଗନ୍ନାଥ। ମୁଁ ସ୍ୱାଗତ କରୁଛି ଆୟୁଷ ଗୋଟେ ବ୍ଲଗ୍କୁ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ। ଆଉ ଆମ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ନିହାତି ଲାଇକ୍, କମେଣ୍ଟ, ସେୟାର କରିବେ। ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଆଉ ଗୋଟେ କଥା, ଆୟୁଷଙ୍କର କାହ୍ନା ଭିଡ଼ିଓ ଆଜି ଚାଲନ୍ତୁ ଦେଖିବା। କେମିତି ସେ କାହ୍ନା ବେଶ ହେଇଥିଲେ, ତାପରେ ଝିଅ ବେଶ ହେଇଛନ୍ତି ବି। ବହୁତ ମାନେ 3ଟା ବେଶ ହେଇଛନ୍ତି ଗୋଟେ ଭିଡ଼ିଓରେ, ମାନେ ଗୋଟେ ରିଲ୍ସ କରିଛି ସିଏ 3ଟା ବେଶ ହେଇଛନ୍ତି। ଚାଲନ୍ତୁ ଦେଖିବା ଜଲ୍ଦି ଜଲ୍ଦି ଡେରି ନ କରିକି ଆୟୁଷଙ୍କର କାହ୍ନା ବେଶ। ମତେ ଭୋର ଭୋର ହେଇଛି। ଆଉ ଏଠି ବାବା ଏବେ ସାଇକେଲ ତିଆରି କରୁଛନ୍ତି। ଆଉ ଭାଇର ଭାଇର ଏବେ ସାଇକେଲରେ ତେଲ ଦିଆଯାଉଛି। ଦିଆଯାଉଛି। ଆଉ ମମି ଦେଖିବେ ଆଗ ଗୋଟେ ଦିଆହେଇଛି ନା, ଆଗ ଗୋଟେ ଦିଆହେଇଛି। ଆଉ ମମି ଦେଖିବା କ'ଣ କରୁଛି, ଆସନ୍ତୁ ଦେଖିବା। ଆଉ ମମି ତ ଏବେ ଦାଣ୍ଡରେ ଓଳଉଛି। ମମି ଏମିତି କିଏ କରିଛି? ଫୁଲ ଗଛ ପୁରା ଭାଙ୍ଗି ଦେଇଛି। ଆକୁ ପୁରା ହଁ ବା, ହଁ ବା, ତାକୁ ପୁରା ଆଉ ଦାଣ୍ଡରେ ଓଳିଆ ହେଇଯାଉଛି ନା, ଦାଣ୍ଡରେ ଓଳିଆ ହେଉଛି। ଓଳି ହେଇଥିଲା ପୁଣି ଆସିକି ଷଣ୍ଢ ଏମିତି କରିଦେଇଛି। ସବୁଥର ମାନେ ସେପଟୁ ବୋଧେ ମାଟି ଆଣିକି ଦେଇଥିଲା ଆଉ ଗୋଡ଼ରେ। ଆଉ ଦେଖନ୍ତୁ ଏତକ ସବୁ ଭାଙ୍ଗି ଦେଇଛି। ଏତେ ବାଉଁଶ ବନ୍ଧା ହେଇଥିଲା। ଏଠି ଡାହିଟେ ମମି, ଆରେ ଡାହିଟେ ହେଇଥିଲା କିଏ ନେଇଯାଇଛି ନା କ'ଣ, ନା ଘରକୁ ନେଇଛୁ? ଭାଙ୍ଗି ଦେଇଛି ପୁରା ଏତକ ସବୁ। ଆଉ ଏଇତକ ପୁରା ଗଛଟା ଭାଙ୍ଗି ଦେଇଛି। ଆଉ ଏଠୁ ମାଟି ପୁରା ତାଡ଼ି ଦେଇଛି। ଏଠି ଓଦା ହେଇଛି। ଆଉ ତ ଏବେ ଦେଖୁଥିବେ ଆୟୁଷ ଏବେ ଏଠି ଖାଉଛି। ଏବେ କ'ଣ ଏଠି ପଖାଳ ଭାତକୁ ଆଉ ମଟର ତରକାରୀ। ଆଉ ମମି ତୁ ଆଜି କ'ଣ ଖୁଆଇ ଦେଉଛି ତାକୁ? ତା ହାତଟା ଖରାପ, ଦେଖୁନ ହାତ ଖରାପ, ହାତ ଖରାପ। ଏଥିରେ ଯୋଉ ଆଙ୍ଗୁଠିଟା ଫୁଲିଛି। ଫୋଟୋ ଖାଇଥିଲା ବୋଲି ଯୋଉ ହଁ ବା, ସେ କ'ଣ ଗୋଟେ ହେଇଥିଲା ଖଣ୍ଡିଆ ଖାବରା ସେ ଖୋଲି ବୋଲି ସେଇ ଯୋଗୁଁ ତାକୁ ମମି ଆସେ ତାକୁ ଖୁଆଇ ଦେଉଛି ଆଉ ନା। କିନ୍ତୁ ଆୟୁଷ ଏବେ କାହ୍ନା ଗୀତଟେ କରୁଥିଲା। କାହ୍ନା ବେଶ ହେଇନାହାନ୍ତି, ୟାକ ଟିକେ ଅନ୍ୟ ରୋଲରେ ଗୋଟେ କରିଦେଲେ ଗୀତ। ଆଉ ଏବେ ଦେଖିବେ କାହ୍ନା ବେଶ। ଏବେ ଦେଖିବେ ଆପଣମାନେ କେମିତି ଲାଗୁଛି ଆୟୁଷଙ୍କ କାହ୍ନା ବେଶ। ବାରିପଟେ ଭିଡ଼ିଓ ଦେଇଥିଲି। ଓହୋ, ଏଇ ସିନ୍ଟା କରିଥିଲୁ ନା, ଏଇ ସିନ୍ଟା କରିଥିଲା। ଆପଣମାନେ ନିହାତି ଦେଖିବେ। ଆଉ ଏବେ ଚାଲନ୍ତୁ କାହ୍ନା ବେଶ କରିବା ହେଲା। ତ ଏବେ ଦେଖନ୍ତୁ ସମସ୍ତେ, ଏବେ ଆୟୁଷ ଏବେ ସଜବାଜ ହେଉଛି। ଗୋଟେ ରୋଲ୍ କରିବ, କୃଷ୍ଣଙ୍କର ରୋଲ୍ କରିବ କି ମମି? ହଁ। ତ ଏବେ ସଜ ଏବେଟା ଲଗା ହେଉଛି ମୁଣ୍ଡରେ, ଟିପା ଏବେ ଲଗା ହେଉଛି ଆଉ କାହ୍ନା ହବ, କାହ୍ନା। ହଁ, କୃଷ୍ଣ କାହ୍ନା ହବ। ହବ। କୃଷ୍ଣ ମିଶାଇକି ଗୀତଟା ବାହାରିଛି। ଆୟୁଷ ଟିକେ ବୋଲିଦେଲେ ସେ ଗୀତଟା କ'ଣ ମନେ ନାହିଁ, ନାଇଁ ବୋଲିଛି ନା, ବାରିଆଡ଼େ ବୋଲିଥିଲା ଏଇନା। ବୋଲୁନୁ। ସୁଗା ଯାଉନି, କ'ଣ ବୋଲୁଛୁ ତୁ? ତାକୁ ଯଶୋଦା ଦେଇଛି ମୁହଁ, ନନ୍ଦ ଗୌଡ଼ ପୁଅ। ଆଉ ପୁରା ସଜବାଜ ହେଇକି ପିନ୍ଧି ଦେଇଛି, ପୁରା ମଠା ଆଉ ଗଞ୍ଜି। ଆଉ ହାତରେ ଦୁଇଟା କ'ଣ ଲାଗିଛି? ଲେସ୍ ନା, ଲେସ୍ ଲଗା ହେଇଛି। ଆଉ କୃଷ୍ଣ କେତେ ଝାଳ ହେଇଗଲାଣି, ଗୋଟେ ସିନ୍ରେ କେତେ ଝାଳ ହେଲାଣି ଦେଖୁନ ମୁହଁରେ। ଗୋଟେ ସିନ୍ରେ ସେ ଝାଳ ହେଇଗଲାଣି ପୁରା ମୁହଁ ଦେଖି। ଦେଖନ୍ତୁ ଆୟୁଷ ଏବେ କାହ୍ନା ବେଶ କରିଥିଲେ, କାହ୍ନା ବେଶ ହେଇଯାଇଛନ୍ତି। ଆଉ ଆପଣମାନଙ୍କୁ କେମିତି ଲାଗୁଛି କାହ୍ନା ବେଶ ଆୟୁଷଙ୍କର କହିବେ ହେଲା। ସର୍ଟ କରିକି ଭିଡ଼ିଓ କରାହେଉଛି। ଆଉ ଦେଖନ୍ତୁ ଆୟୁଷ କ'ଣ କହିବ କାହ୍ନା ବେଶ ହେଇକି? କେତେ ଖୁସି ଅଛ? ମୁଁ ବହୁତ ଖୁସି ଅଛି। ବହୁତ ଖୁସି। ଆଉ ସାଙ୍ଗ ଏଠି ଛିଡ଼ା ହେଇକି ଦେଖୁଛନ୍ତି। ଆଉ ସାଙ୍ଗକୁ କିଛି କହିବନି? ସାଙ୍ଗ କିଛି କହିବନି? ହଁ, ନାଇଁ ସାଙ୍ଗ କିଛି କହିବେନି, ଲାଜ ଲାଗୁଛି ସାଙ୍ଗକୁ ଟିକେ। ଆଉ ଆୟୁଷ ଏଠି ବସିଛନ୍ତି। ଆସ। ଆୟୁଷଙ୍କର ଦେଖନ୍ତୁ ଲହୁଣୀ ଚୋର କେମିତି ମାନେ ଚୋରି କରୁଥିଲେ, ଆପଣମାନେ ଟିକେ ଦେଖନ୍ତୁ କେମିତି ସୁଟିଂ କରିଛି ମୁଁ। ଆଉ ଏମିତି ଛପି ଛପି ଯାଇକି ଆଣିଲେ, ଲହୁଣୀ ଆଣିଲେ।
ଆଉ କେମିତି ରୋଲ୍ଟା କରିଥିଲେ ଆପଣମାନଙ୍କୁ ମୁଁ ଦେଖେଇଥିଲି ସମ୍ପୂର୍ଣ୍ଣ ଦେଖନ୍ତୁ। ଆଉ ଏମିତି କରିଥିଲେ ଦେଖନ୍ତୁ ଭିଡ଼ିଓ କଲାବେଳେ ସବୁ ଏଇଟା ଗାମୁଛାଟାକୁ ବିଟିଗଲା ଅଧାରେ ଏମିତି ହେଇଯାଉଛି। ଆଉ ଦେଖନ୍ତୁ ସେ ପୁଣି ଆଉ ଥରେ ସଜାଡ଼ୁଛି, ନିଜେ ନିଜେ ବି ପିନ୍ଧି ପକାଉଛି ଆୟୁଷ ହେଲା ନା ଆୟୁଷ? ନିଜେ ନିଜେ ପିନ୍ଧୁନ, କିନ୍ତୁ ସାଙ୍ଗ ଗୋଟେ ଛିଡ଼ା ହେଇଛନ୍ତି ଯାଇ କିଛି ଟିକେ ହେଲ୍ପ କରୁନାହାନ୍ତି, ଆଉ ଖାଲି ହସୁଛନ୍ତି ଛିଡ଼ା ହେଇକିରି ହେଲା ନା ଆୟୁଷ? ଆପଣମାନେ ଦେଖନ୍ତୁ ଇଏ କିଏ ସେ ଆଉ ବେଶ ହେଇକି ଯାଇଛି ଆଜି ହେଲା। ଇଏ କିଏ ସେ ନୂଆ ବୋହୂଟି କିଏ ସେ? ଆଉ ସେ ମୁହଁ ଦେଖେଇବେନି କହୁଛନ୍ତି ହେଲା। କାହିଁକି ମୁହଁ ଦେଖେଇବେନି ନା, ମୁହଁ ତ ଦେଖେଇବେନି, ତାଙ୍କୁ ଟିକେ ଭଲ ଲାଗୁନି ଆଉ। ଟିକେ ମୁହଁ ଦେଖା ଦେଖା ଟିକେ ଦେଖା ଟିକେ 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 ଦେଖା। ଏ ଝିଅ ପିଲାଟି ଜମା ଦେଖେଇବେନି ମୁହଁ କହୁଛନ୍ତି, ଏ ଦେଖା ଟିକେ ଦେଖା। ମୁହଁ ଦେଖାଉନାହାନ୍ତି ହେଲା। ମୁଁ ନା ମୁଁ ମୁହଁ ଦେଖେଇବିନି, ମୋତେ ନାଜ ମାଡ଼ୁଛି। ଦେଖା ଦେଖା ଏପଟକୁ ଦେଖା, ବୁଲିଯା ବୁଲିଯା ଟିକେ ବୁଲିଯା ଦେଖା। ଲେଟ୍ ହେଲାଣି ପୁଅ ପୁଅ ମୁଁ କହିଥିଲି, ଆପଣମାନେ ତ ଜାଣିପାରୁଥିବେ ଆଉ ସେ କିଏ ସେ ଆଉ ହେଲା। ଆୟୁଷର ଦେଖିଥିଲ କାହ୍ନା ବେଶ ଦେଖିଥିଲ, ଆଉ ତାର ଗୋଟେ ବୋହୂ ବେଶଟା ହେଇଛି, ସେଥିରେ ସିନ୍ଟା ଅଛି, ସିନ୍ଟା ସେ କରିବ। ଯେହେତୁ ଗୋଟେ ଝିଅଟେ ଦରକାର ନା, ମାନେ ଝିଅଟେ ସେ ତ ପୁଅଟା ନା, ଆଉ ଝିଅ ଆସିବ କୁଆଡ଼ୁ, ସେଥିଲାଗି ତାକୁ ଝିଅ ପିଲା ବେଶ କରିଦେଇଛି ମୁଁ। ଦେଖ ଟିକେ ଦେଖନ୍ତୁ ସମସ୍ତେ, ଦେଖ ଏ ଭିଡ଼ନି ଭିଡ଼ନି, ତ ପିନ୍ ଫିନ୍ ମରା ହେଇଛି ସବୁ, ସବୁ ବେଶ ସବୁ ଇଏ ହେଇଗଲାଣି। ଆପଣମାନେ ଦେଖନ୍ତୁ, ଇଏ ଆଉ କେହି ନୁହଁ ଆମ ଆୟୁଷ ହେଲା। ଦେଖନ୍ତୁ କେମିତି ବେଶ ହେଇଛି ଆଉ କେମିତି ଲାଗୁଛି ଆୟୁଷ ବେଶ। ଆଉ ଦେଖନ୍ତୁ କେମିତି। ହଉ ଏବେ ଚାଲନ୍ତୁ ତା ସିନ୍ଟା କରିବା। ଏବେ ସେ ବେଶଟା କାହିଁକି ହେଲା ନା, ଟିକେ ନାକୁ ସିନ୍ ଥିଲା ତାର ହେଲା। କେଉଁ ସିନ୍ଟା କରିବାକୁ ଆୟୁଷ କରିଦିଅ ଟିକେ ସେ ଷ୍ଟେପ୍ଟା। ଘିଅ ନୁହଁ କ୍ଷୀୟ ମାନେ ସୂତାରୁ ଆଉଥରେ କରେ, ସୂତାରୁ କାଢୁଛି ଘିଅ। ମୁଁ କରିଛି ବା ପୁଣି ସେଇ ଘିଅ ହେଇଯାଉଛି। ଆଉଥରେ 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 ଏଇଥର କହି ଆୟୁଷର ଗୀତଟା ପୁରା ମନ ରହିଯାଇଛି ଦେଖନ୍ତୁ। ଆଉ ଏଇ ବେଶ ପାଇଁ ଟିକେ ନାକୁ ବେଶ ପାଇଁକା ସିଏ ଝିଅ ବେଶ ହେବାକୁ ପଡ଼ିଲା ତାକୁ ହେଲା। ହଁ ମାତ୍ର ଟିକେ ନାକୁରୁ ଏଇ ବେଶ ପାଇଁକା। ଆଉ ଆପଣମାନେ ଯଦି ଦେଖିବା କଥା ଯାଇକି ନିହାତି ଭିଡ଼ିଓଟି ଦେଖନ୍ତୁ। କେଉଁଥିରେ? ଇନଷ୍ଟାଗ୍ରାମରେ ଆଇଡ଼ିଟା ଆଇଶ୍ୱର୍ଯ୍ୟା ଅଫିସିଆଲ। ଆଇଶ୍ୱର୍ଯ୍ୟା ଅଫିସିଆଲ। ଓଡ଼ିଆ ବ୍ଲଗ। ମୁଁ ଓଡ଼ିଆ ବ୍ଲଗ କହିଦେଲି କାହିଁକି ନା ଏଇଟା ହେଉଛି ଓଡ଼ିଆ ବ୍ଲଗର ମାନେ ମାନେ ୟୁଟ୍ୟୁବ୍ ନା ତ ଓଡ଼ିଆ ବ୍ଲଗ ନା, ଆଇଶ୍ୱର୍ଯ୍ୟା ଓଡ଼ିଆ ବ୍ଲଗ। ହଁ କବାଟ ଖୋଲା ହେଉଛି। ଏବେ ଦେଖନ୍ତୁ ମୁଁ ଦୁଆର ଦେଇକି ଭିଡ଼ିଓଟା କରିଥିଲି, କାହିଁକି ନା ଯିଏ ଆସିବ ଆୟୁଷକୁ ଲାଜ ଲାଗିବ, ସେଥିଲାଗି ତାଙ୍କ ବାବା ଆସିଗଲେ। କିଏ ଡାକୁଛ? ଭିଡ଼ିଓ ଚାଲିଛି ତମେ ଏତିକି ବେଳେ ଡାକୁଛ? ହଁ ଏ ଆୟୁଷ ବାବା ଆସିଗଲେ ଧାନ ନେଇକିରି ଦେଖନ୍ତୁ। ଆଉ ଭିଡ଼ିଓ କଲାବେଳେ ଏତିକି ବେଳେ ମାନେ ଆସିଲେ ଧାନ ଆଣିକିରି ହେଲା। ଦୁଇଟା କି ବସ୍ତା ଏକାଳିକି ନେଇ ଆସିଲ ନା କ'ଣ? ଆଉଥରେ ଆଣିଥିଲ ଟିକେ? ଓହୋ ଆଣୁନ, କେମିତି ନେବା? ମୁଁ ନେଇଯିବି ନା କ'ଣ? ଧରୁନ ଆଣୁନ। ମୁଁ ଧରୁଛି ବା, କାହିଁ ସେମିତି ହେଉଛ? ନିଅ ନେଇପାରିବ କ'ଣ ଏକା? ନିଅନି ଏକା ନିଅନି, ମୁଁ ନେଇଯିବି ତାକୁ। ଦୁଇ ଜଣ ମିଶିକି ନେବା। ମୁଁ ଆସେ ଘର ମୋବାଇଲ ଥୋଇ ଦେଇକି। ଆମ ଭିଡ଼ିଓଟି ଯଦି ଭଲ ଲାଗିଲା ତାହେଲେ ଗୋଟେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଏବେ ଏ ଭିଡ଼ିଓଟି ରଖୁଛୁ ଏଇଠି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛୁ, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।